ଗ୍ରାମାଞ୍ଚଳ ଓଡ଼ିଶାବାସୀଙ୍କ ପାଇଁ ଏକ ନୂତନ ଖବର। ଏବେ ଜେମିନାଇ 3 ରିସେଣ୍ଟଲି ଲଞ୍ଚ ହେଇଛି, ଯେଉଁଥିରେ କି ଆମେ ମଲ୍ଟିମୋଡ଼ାଲ୍ ଅପରେସନ୍ କରିପାରିବା। ମଲ୍ଟିମୋଡ଼ାଲ୍ ମାନେ ଆମେ ଟେକ୍ସଟ ହେଉ, ଇମେଜ୍ ହେଉ, ଭିଡ଼ିଓ ହେଉ, ଅଡ଼ିଓ ହେଉ, ଯାହା ବି ଦେବା ସିଏ ତା'ର ଆମକୁ ସଲ୍ୟୁସନ୍ ତୁରନ୍ତ ଦେଇପାରିବ। ସେଇଭଳିଆ ଏକ ଆପ୍ଲିକେସନ୍ ଜେମିନାଇ ପ୍ରୋ ମଧ୍ୟରେ ଅଛି, ଜେମିନାଇ ଲାଇଭ୍, ଯାହାକି ଆପଣଙ୍କ ଭାଷାରେ ଆପଣଙ୍କ ପାଖରେ ଯେଭଳି ଆପଣ କଥା ହୁଅନ୍ତୁ ବା ସେଇଭଳି ସାଙ୍ଗସାଥିଙ୍କ ସାଙ୍ଗରେ ଯେଭଳି କଥା ହେଉଛନ୍ତି ସେଇଭଳି କଥା ହେଇକି ଆପଣ ପ୍ରଶ୍ନର ଉତ୍ତର ପାଇପାରିବେ। କୌଣସି ଏକ ଦୈନନ୍ଦିନ ପ୍ରଶ୍ନକୁ ଆପଣ ମୋବାଇଲ୍ ଜେମିନାଇ ଅନ୍ କରି ଯଦି ପଚାରିବେ ତା'ର ତୁରନ୍ତ ସମାଧାନ ପାଇବେ। ଏହା ବିଶେଷ କରି ଗ୍ରାମାଞ୍ଚଳ ଲୋକମାନଙ୍କ ପାଇଁ ଏକ ସହାୟକ ଅଟେ। ଜିଓ ଓ ଗୁଗୁଲ୍ ଜେମିନାଇ ମିଳିତ ଭାବରେ ଏକ ପ୍ରୟାସ ଯେଉଁଥିରେ କି 349 ରିଚାର୍ଜ କରିଥିବା ଜିଓ କଷ୍ଟମରମାନଙ୍କ ପାଇଁ ଗୁଗୁଲ୍ ଜେମିନାଇ ପ୍ରୋ ପୁରୀ ମାଗଣା ଅଛି। ଏଥିରେ ଆପଣ କଥା କୁହନ୍ତୁ, ଶିଖନ୍ତୁ ଓ ଆଗକୁ ବଢ଼ନ୍ତୁ। ଦେଖନ୍ତୁ, ଦୁନିଆର ଯେତେ ପ୍ରକାର ଜ୍ଞାନ ଅଛି ତାହା ଯଦି ଆମର ମାତୃଭାଷାରେ ଅନୁବାଦ ହୋଇପାରିବ ତାହେଲେ ଆମେ ଆମର ସବୁକିଛି ସମସ୍ୟାକୁ ସମାଧାନ କରିପାରିବା। ତେଣୁ ଜିଓ ଆଉ ଜେମିନାଇ ମିଶି ମୋବାଇଲ୍ ମାଧ୍ୟମରେ ସମସ୍ତଙ୍କ କମନ୍ ମ୍ୟାନ୍ ପାଖରେ ବର୍ତ୍ତମାନ ଏହିସବୁ ସୂଚନା ହାତ ପାହାନ୍ତାରେ ପଠାଇ ପାରୁଛନ୍ତି। ତେଣୁ ଏହାକୁ ଏକ ଗ୍ରାମୀଣ ଓଡ଼ିଶାକୁ ସଶକ୍ତ କରିବାର ପଦ୍ଧତି ଭାବରେ ଆମେ ନେବା, ଯେଉଁଥିରେ କି ଆମେ ଦେଖିବା ଗ୍ରାମାଞ୍ଚଳରେ ରହୁଥିବା ଲୋକମାନଙ୍କର ଜୀବନ ଓ ଜୀବିକାରେ AI ବା ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ କିଭଳି ପ୍ରଭାବ ପକାଇବ। ଯେମିତିକି ଆମର କୃଷକ ଭାଇମାନେ, ସେମାନଙ୍କର ମୂଳ ସମସ୍ୟା ଥାଏ ଯେ ରୋଗ ଚିହ୍ନିବା ଆଉ ରୋଗ ପୋକକୁ ସମସ୍ୟାର ସମାଧାନ ତୁରନ୍ତ ପାଇବା। ସେମାନେ ଏବେ କ୍ୟାମେରା ଦେଖାଇ ଭିଡ଼ିଓ କଲ୍ ମାଧ୍ୟମରେ ଡାଇରେକ୍ଟ ଗୁଗଲ୍ ଜେମିନାଇ ଥ୍ରୁରେ ରୋଗ ଚିହ୍ନଟ ଓ ତା'ର ପ୍ରତିକାର କରିପାରିବେ। ସେହିଭଳି ଚାଷ ପାଇଁ ଯେଉଁ ଦୈନନ୍ଦିନ ପାଣିପାଗର ଏବଂ ମଣ୍ଡି ଦର ଇଏ ବି ଜେମିନାଇ ଲାଇଭ୍ ଆପ୍ଲିକେସନ୍ ଥ୍ରୁରେ ଜାଣିପାରିବେ। ସାର କୀଟନାଶକର ମାତ୍ରା ଆଉ ସରକାରୀ ଯୋଜନାର ଅନୁବାଦ କରିବା ଏସବୁ ବି ଅତି ସହଜରେ ଜାଣିପାରିବେ। ପଶୁପାଳକମାନଙ୍କ ପାଇଁ ରୋଗର ଲକ୍ଷଣ ଆଉ ଛବି ଦେଖାଇ ମଧ୍ୟ ସମସ୍ୟାର ସମାଧାନ ପାଇବେ। ତା ସହିତ ଟୀକାକରଣ ଆଉ ଖାଦ୍ୟର ଟାଇମ୍ ଟେବୁଲ୍ ଠିକ୍ ଠାକ୍ କରିପାରିବେ। ଆଉ ଶିକ୍ଷା କ୍ଷେତ୍ରରେ ଜେମିନାଇ ଲାଇଭ୍ ଏକ ବୈପ୍ଳବିକ ପରିବର୍ତ୍ତନ। କାରଣ ଶିକ୍ଷକମାନଙ୍କ ହେଉ, ଛାତ୍ରଛାତ୍ରୀମାନଙ୍କ ହେଉ, ଅତି ଜଟିଳ ପ୍ରଶ୍ନ